ସମସ୍ତଙ୍କୁ ପ୍ରେଜ୍ ଲର୍ଡ। ଯାହାକି ବହୁତ ଖୁସିର ଖବର, ଆଜି ଗୋଟିଏ ସୁନ୍ଦର ସମୟ ପ୍ରଭୁ ଦେଲେ, ଯାହାକି ଆଗାମୀ ଦିନ ଡିସେମ୍ବର 25 ତାରିଖ ଯାହା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ସମସ୍ତେ ସୁନ୍ଦର ଭାବରେ ପାଳନ କରୁଅଛନ୍ତି। ଡିସେମ୍ବର 25 ସାରା ବିଶ୍ୱ, ସାରା କଣ୍ଟ୍ରି, ସାରା ଜଗତରେ, ସାରା ୱାର୍ଲଡରେ ପାଳନ କରୁଅଛନ୍ତି। କେବଳ ମୋର ଆଜି ଗୋଟିଏ ଟପିକ୍ ଅଛି, ଯୀଶୁଙ୍କୁ କ'ଣ ପାଇଁ ବିଶ୍ୱାସ କରୁଛନ୍ତି। ଆଜି ବହୁତ ଲୋକମାନେ ଯୀଶୁଙ୍କୁ କ'ଣ ପାଇଁ ବିଶ୍ୱାସ କରୁଅଛନ୍ତି ବୋଲିକି ପଚାରୁଅଛନ୍ତି। ଆଜି ଜଗତରେ ବହୁତ ପ୍ରକାର ଦେବାଦେବୀ ବି ଅଛନ୍ତି। କେବଳ ଯୀଶୁ ଖ୍ରୀଷ୍ଟକୁ ଯିଏ ବିଶ୍ୱାସ କରୁ ତାକୁ ଅନେକ ପ୍ରଶ୍ନ କରୁଛନ୍ତି। ଯିଏ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କ'ଣ ପାଇଁ କରୁଛନ୍ତି, ପ୍ରକୃତିରେ ଆଜି ବହୁତ ଲୋକମାନେ ଜାଣିନାହାନ୍ତି। ନିଜର ଫ୍ୟାମିଲିରେ ବି ଜାଣିନାହାନ୍ତି, ନିଜର ସମ୍ପର୍କ ଲୋକମାନେ ଜାଣିନାହାନ୍ତି। ଆଜି କାହାର ପରିବାର ଜଣେ କି 2 ଜଣ କି 3 ଜଣ 4 ଜଣ ଅଛନ୍ତି। କାହାର ପରିବାର ଗୋଟିଏ ଫ୍ୟାମିଲି ଅଛନ୍ତି, ତାଙ୍କର ବଡ଼ ଭାଇ ଫ୍ୟାମିଲି କି ସାନ ଭାଇ ଫ୍ୟାମିଲି ବି ବିଶ୍ୱାସରେ ନାହିଁ। ସେଥିପାଇଁ ଆଜି ଏହି ବିଷୟରେ ମୁଁ କହିବାକୁ ଯାଉଛି। ଆଜି ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଯାହାକି ଆସିଥିଲେ, ଯେଉଁମାନେ ପାପୀ, ଯେଉଁମାନେ ନିରାଶ, ଯେଉଁମାନେ ହତାଶ, ଯେଉଁମାନେ କାନ୍ଦୁଥିଲେ, ପାପରୁ ମୁକ୍ତି ପାଇବା ଲାଗି କୌଣସି ରାସ୍ତା ନାହିଁ। ଆଜି ଯେକୌଣସି ଜାଗାକୁ ଯାଉ, ପାପରୁ ଉଦ୍ଧାର ପାଇବାର ରାସ୍ତା ନାହିଁ। ସେଥିପାଇଁ ପରମେଶ୍ୱର ଏକମାତ୍ର ପୁତ୍ରକୁ ଜଗତକୁ ଦାନ କଲେ। ଆମେ ଡାଇରେକ୍ଟ ସୁସମାଚାର ଯୋହନ 3:16 ପଢ଼ିମା। 3:16 ସୁସମାଚାର ଯୋହନ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରକୁ ଦାନ କଲେ। ଏହି ଜଗତ ପାଇଁ, ଏହି ବିଶ୍ୱ ପାଇଁ, ଏହି ସାରା ମାନବ ଜାତି ପାଇଁ ଈଶ୍ୱର ପ୍ରେମ କରିଛନ୍ତି। ଏମିତି ପ୍ରେମ କଲା ଭଳିଆ କୌଣସି ଲୋକ ନାହିଁ, କୌଣସି କେହି କରିପାରିବେ ନାହିଁ। କେବଳ ଜଣେ ମାତ୍ର ଈଶ୍ୱର କରିଛନ୍ତି, ତାଙ୍କର ଅଦ୍ୱିତୀୟ ପୁତ୍ର, ଗୋଟିଏ ପୁତ୍ର ଯୀଶୁ ଖ୍ରୀଷ୍ଟକୁ ଜଗତକୁ ଦାନ କଲେ। କ'ଣ କୁହାଗଲା? ସେ ଆପଣ ଦ୍ୱିତୀୟ ପୁତ୍ର ଦାନ, ଯେପରି ଯେ କେହି ତାହାର ବିଶ୍ୱାସ, ଯେପରି ହଉ, ଯେ କେହି ହଉ ତାହା ଭିତରେ ଯେ ବିଶ୍ୱାସ କରେ। ଆଜି ଅନେକ ଲୋକମାନେ ବିଶ୍ୱାସ କରିବା ବାକି ଅଛି। ଯେପରି ଯେ କେହି ତାହାର ବିଶ୍ୱାସ କରେ, ଯେପରି ଯେ କେହି, ଯିଏ ବି ହଉ, ଯିଏ ବିଶ୍ୱାସ କରୁଛି, ତାପରେ କ'ଣ କରେ? ସେ ବିନଷ୍ଟ ନାହିଁ, ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଖ୍ରୀଷ୍ଟକୁ ଯିଏ ବିଶ୍ୱାସ କରୁଛି କଦାପି ବିନଷ୍ଟ ହେବ ନାହିଁ। ସେଦିନ ବିନଷ୍ଟ ହେଉଥିଲା, ବିନଷ୍ଟ ସେ ଉଦ୍ଧାର ପାଇଅଛି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା। ଆଜି ଅନେକ ଲୋକ ଉଦ୍ଧାର ରାସ୍ତା, ପାପରୁ ମୁକ୍ତି ପାଇବାରେ ଖୋଜୁଛନ୍ତି, ପାଇପାରୁନାହାନ୍ତି। ଆଜି ଯେତେ ଦୁନିଆରେ ଯାଉ ସବୁ କିଛି ପାଇବ, ସବୁ କିଛି ପାଇବ, କିନ୍ତୁ ପାପରୁ ଉଦ୍ଧାର ପାଇବାର ରାସ୍ତା ନାହିଁ। ଯିଏ ନିଷ୍ପାପୀ, ଯିଏ ପବିତ୍ର, ଯାହାର ପାପର ଲେଶ ନାହିଁ, ଏମିତି କେଉଁ ବ୍ୟକ୍ତି ଯାଇ ପରମେଶ୍ୱର ଅଦ୍ୱିତୀୟ ପୁତ୍ର, ସେ ପବିତ୍ରରେ ଜନ୍ମ, ସେ ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ଯେ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କରିବ, ସେ କଦାପି ବିନଷ୍ଟ ହେବ ନାହିଁ। ଆଜି ଯୀଶୁ ଖ୍ରୀଷ୍ଟ ଖ୍ରୀଷ୍ଟିଆନ ଧର୍ମ ଭଲ ବୋଲି କହୁଛ, ରାଇଟ୍ କଥା। କିନ୍ତୁ ଯୀଶୁକୁ ବିଶ୍ୱାସ କର ଆପଣମାନେ।
ଆଜି ଅନେକ ଲୋକ ବାକି ଅଛନ୍ତି ବିଶ୍ୱାସ କରିବା ଲାଗି। ଆଜି ଆମ ଜଗତରେ ସାରା ୱାର୍ଲଡରେ ଅନ୍ୟମାନଙ୍କୁ ଯୀଶୁଙ୍କୁ ବିଶ୍ୱାସ କରୁ, ଯେଉଁମାନେ ବିଶ୍ୱାସ କରିନାହିଁ। କେମିତି ବିଶ୍ୱାସ କରୁ? ରୋମିଓ 10:9-10 ଦେଖିବା ଆମେ। ରୋମିଓ 9:10 ଲେଖା ଅଛି, ଯେନୁ ତୁମ୍ଭେ ଯଦି ମୁଖରେ ଯୀଶୁ ପ୍ରଭୁ ବୋଲି ସ୍ୱୀକାର କରିବ, ଯେନୁ ତୁମ୍ଭେ ଯଦି ମୁଖରେ ଯୀଶୁ ପ୍ରଭୁ ବୋଲି ସ୍ୱୀକାର କରିବ, ମୁଖ ଦ୍ୱାରା ସ୍ୱୀକାର କରାଯାଏ, ଆଉ ଈଶ୍ୱର ତାହା ମୃତ୍ୟୁ ମଧ୍ୟରୁ ଉତ୍ଥାନ ବୋଲି ହୃଦୟରେ ବିଶ୍ୱାସ କରୁ। ଆଜି ଅନେକ ଲୋକ ଯୀଶୁ ଖ୍ରୀଷ୍ଟ ବୋଲି କହିଦେଉଛନ୍ତି, କିନ୍ତୁ ହୃଦୟରେ ଯୀଶୁ ଖ୍ରୀଷ୍ଟ ଉଠି ଅଛନ୍ତି ବିଶ୍ୱାସ କରିକି, ନିଜ ମୁଖରେ ସ୍ୱୀକାର କରିକି ଯୀଶୁଙ୍କର ଉପସ୍ଥିତିରେ ରହିଲେ ଯାଇକି ଉଦ୍ଧାର ପାଇବ, ନହେଲେ ଉଦ୍ଧାର ପାଇବାରେ ରାସ୍ତା ନାହିଁ। କ'ଣ କରେ? ଆଉ ଈଶ୍ୱର ତାହାକୁ ମୃତ୍ୟୁ ମଧ୍ୟରୁ ଉତ୍ଥାନ ବୋଲି ହୃଦୟରେ ଈଶ୍ୱର ଯୀଶୁ ଖ୍ରୀଷ୍ଟ ଉଠି ଅଛନ୍ତି। ଶୁକ୍ରବାର ଦିନ କବର ଦିଆଗଲା, 3 ଦିନରେ ଉଠି ଅଛନ୍ତି। ସେ ଉଠି ଅଛନ୍ତି, ହୃଦୟରେ ବିଶ୍ୱାସ କରିବାର ଅଛି। ଆଜି ଅନେକ ଲୋକ କନଫ୍ୟୁଜ ଅଛନ୍ତି, ଯୀଶୁ ଖ୍ରୀଷ୍ଟ ଉଠି, କିନ୍ତୁ ଯୀଶୁ ଖ୍ରୀଷ୍ଟ ଉଠିଛନ୍ତି ପ୍ରୁଭ୍ ଅଛି। ବାକ୍ୟ ଏହି ପବିତ୍ର ବାଇବେଲରେ କଥା କହୁଛି, ଯୀଶୁ ଖ୍ରୀଷ୍ଟ ଉଠି ଅଛନ୍ତି। ସେଥିପାଇଁ ଯେଉଁମାନେ କହୁଛ ମୋର ପରିବାର କି ମୋର ବନ୍ଧୁବାନ୍ଧବ, ମୋର ଭାଇ କି ମୋର ଭଞ୍ଜା କି ମୋର ଯିଏ ବି ହଉ ବିଶ୍ୱାସ କରିକି ମୁଇଁ ସେ ଭଲ ଭାବରେ ଜାଣିଛ କେବଳ ବିଶ୍ୱାସ କରୁନାହିଁ କ'ଣ ପାଇଁ? ସେମାନଙ୍କ ପାଇଁ ଆଜି ବାକ୍ୟ, ଯେ ବିଶ୍ୱାସ କରିବ ସେଦିନ ଉଦ୍ଧାର ପାଇବ। ବିଶ୍ୱାସ କରି ପ୍ରାର୍ଥନା କରିବାର ଅଛି। ହାଲେଲୁୟା। ତାପରେ କ'ଣ? ତେବେ ସେ ପରିତ୍ରାଣ ପ୍ରାପ୍ତ ପରିତ୍ରାଣ କେବେ ସରିବ ନାହିଁ। ଉଦ୍ଧାର ଅନନ୍ତ କାଳ କେବେ ସରିବ ନାହିଁ। এই জগତ ଆମେ ଜନ୍ମ ହେଇଛୁ, এই ଜଗତ କିଛି ବର୍ଷ କିଛି ଯୁଗ କିଏ କେତେ ଦିନ ବଞ୍ଚ କେହି କହିପାରିବ ନାହିଁ। କେବଳ ଆମେ ପରିତ୍ରାଣ ପ୍ରାପ୍ତ ହେବାର ଅଛି। ଆଜି କେତେ ଜିନିଷ ପୁରସ୍କାର ଅଛି, କେତେ ଜିନିଷ ପାଇଲେ এই ଜଗତ ଆମେ କରୁଛୁ, କେବଳ ଆମକୁ ପରିତ୍ରାଣ ପାଇବାର ଅଛି। ଯେ ଆମର ଶରୀର ଆତ୍ମା ଉଭୟ ରକ୍ଷା କରିବା ଅଛି, ସେ ପରମେଶ୍ୱରକୁ ବିଶ୍ୱାସ କର। ସେ ପରମେଶ୍ୱରକୁ ବିଶ୍ୱାସ କର, ଈଶ୍ୱରଙ୍କ ପୁତ୍ରକୁ ଯୀଶୁ ଖ୍ରୀଷ୍ଟକୁ। ପରିତ୍ରାଣ ଯଦି ପରିତ୍ରାଣ କୌଣସି ଜାଗାରେ ପାଇପାରୁନାହିଁ। ଆଜି ଆପଣ ଯେକୌଣସି ଜାଗାକୁ ଯାଅ, ଯେତେ ଟଙ୍କା ଦିଅ, ଯେତେ ଦାନ ଦିଅ, ଯେତେ ସତ୍ୟ କୁହ, କେବଳ ଯୀଶୁ ଖ୍ରୀଷ୍ଟ ଯଦି ହୃଦୟରେ ବିଶ୍ୱାସ କରିବ, ଯୀଶୁ ଖ୍ରୀଷ୍ଟ 3 ଦିନ ଜୀବିତ ଉଠି ଅଛନ୍ତି ବୋଲିକି, ଯୀଶୁ ଖ୍ରୀଷ୍ଟ ଉଠି ଅଛନ୍ତି। ଆଜି ଯେଉଁମାନେ ଯୀଶୁକୁ ବିଶ୍ୱାସ ସେମାନେ ପରିତ୍ରାଣ ପାଉଛନ୍ ପାଇବେ। ସେଇଭଳିଆ ପରିତ୍ରାଣ ପାଇବାରେ ରାସ୍ତା ନାହିଁ। ଜଣେ ଯୀଶୁ ଖ୍ରୀଷ୍ଟ କହିଛନ୍ତି, ଯୋହନ 14:6 ଲେଖା, ମୁଁ ପଥ ସତ୍ୟ ଜୀବନ, ମୋ ଦ୍ୱାରା ନାହିଁ ଗଲେ କେହି ପିତାଙ୍କ ନିକଟ ଯିବେ ନାହିଁ। କେବଳ ଗୋଟେ କବାଟ ଅଛି, ଯୀଶୁ ଖ୍ରୀଷ୍ଟ। ସେ ଯୀଶୁ ସବୁ କିଛି। ସ୍ୱର୍ଗ ରାଜ୍ୟରେ ଯିବାର ଚାହୁଁଛୁ ସମସ୍ତେ, କିନ୍ତୁ ଯୀଶୁ ଖ୍ରୀଷ୍ଟ ବିଶ୍ୱାସ କରିବାର ଅଛି। କ'ଣ ପାଇବେ? ପାପୀ ମାନେ ଉଦ୍ଧାର ପାଇବା ଲାଗି। ଆଜି ପାପ ରହିଲେ ବହୁତ ରୋଗ, ବହୁତ ବେମାର, ବହୁତ ଦୁଃଖ, କେବଳ ପାପରୁ ଉଦ୍ଧାର। ସେଥିପାଇଁ କାରଣ ଈଶ୍ୱର ଯେହେତୁ ଏଡ଼େ ପ୍ରେମ କଲେ, ସେ ଆପନା ଅଦ୍ୱିତୀୟ ପୁତ୍ରକୁ ଦାନ କଲେ, ଯେ କେହି ବିଶ୍ୱାସ କରେ ସେ ବିନଷ୍ଟ ନାହିଁ, ଅନନ୍ତ ଜୀବନ ପ୍ରାପ୍ତ। ଯିଏ ବିଶ୍ୱାସ ସେ ଅନନ୍ତ ଜୀବନ ଅଧିକାର ଅଛି। ସେଥିପାଇଁ ପ୍ରିୟ ଲୋକମାନଙ୍କୁ କହୁଛି ଯେ ଆପଣମାନେ ବିଶ୍ୱାସ କରନ୍ତୁ, କାହାକୁ ବାଧ୍ୟତା ନାହିଁ, କିନ୍ତୁ ନିଜେ ବିଶ୍ୱାସ କରନ୍ତୁ। ଆଜିକା ଦୁନିଆରେ ଆମର କେହି
ସମସ୍ତେ ଶିକ୍ଷିତ ଅଛ, କେବଳ ପବିତ୍ର ବାକ୍ୟ କହୁଛି। ଏଇ ବାକ୍ୟ ହିଁ ଜୀବନ, ଏଇ ବାକ୍ୟରେ ଅକ୍ଷର ଲେଖା ହେଇ, ଏ ଅକ୍ଷରରେ ହିଁ ଜୀବନ ଅଛି। ପବିତ୍ର ବାକ୍ୟ, ପବିତ୍ର ବାଇବେଲ। କାରଣ 10 নম্বরে କ'ଣ ଲେଖାଛି? ରୋମିଓ 10:10ରେ, କାରଣ ଧାର୍ମିକତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ। ଧାର୍ମିକତାର ଭାବରେ ବିଶ୍ୱାସ କରାଯାଉଛି। ଆଜି ଅନେକ ଲୋକ ଯୀଶୁ ଖ୍ରୀଷ୍ଟ ଜାଣିଛନ୍, ଧାର୍ମିକରେ ପବିତ୍ରରେ ବିଶ୍ୱାସ କରିବାର ଅଛି। ପବିତ୍ର ଜୀବନ, ଧାର୍ମିକରେ ପବିତ୍ର ସୂଚୀରେ ଜୀବନ କାଟି ଲାଗି ଅଧିକାର ହେଇପାରିବ। ଓ ପରିତ୍ରାଣ ପ୍ରାପ୍ତ ନିମନ୍ତେ ମୁଖରେ ସ୍ୱୀକାର, ପରିତ୍ରାଣ ପାଏ, ଯୀଶୁକୁ ବିଶ୍ୱାସ କରି ପରିତ୍ରାଣ ପାଉଅଛି ବୋଲି ବିଶ୍ୱାସ କଲାଗି ଉଦ୍ଧାର ପାଇବ, ନହେଲେ ଉଦ୍ଧାର ପାଇପାରିବ ନାହିଁ। ସେଥିପାଇଁ ଆଜି ଅନେକ ସମାଜରୁ, ଅନେକ ଗୋଷ୍ଠୀରୁ, ଅନେକ ଧର୍ମରୁ, ଅନେକ ମାନବ ଜାତି ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କରୁଛନ୍ତି। କୌଣସି ରୋଗରୁ, କୌଣସି ବେମାରରୁ, କୌଣସି ଇତ୍ୟା ତ ସାଧାରଣ କଥା, କେବଳ ପରିତ୍ରାଣର ଅଧିକାର ସେ ଆମମାନଙ୍କ ଲାଗି, ମୋ ପାଇଁ ବୋଲି, ସମସ୍ତ ପାଇଁ ବଳି ହେଲେ। ତାଙ୍କ ରକ୍ତ ଯେତେବେଳେ, ସେ ରକ୍ତ ଦ୍ୱାରା ସମସ୍ତେ ଉଦ୍ଧାର ପାଇଛୁ। ସେ ରକ୍ତ ଦ୍ୱାରା ସମସ୍ତେ ଆମେ ଉଦ୍ଧାର ପାଇଅଛୁ। ସେ ଯୀଶୁଙ୍କ ରକ୍ତ ଆଜି ବି ଜୀବିତ ଅଛି। ସେ ରକ୍ତକୁ ଆମେ ବିଶ୍ୱାସ କରୁ, ସେ ଯୀଶୁ ଖ୍ରୀଷ୍ଟ ପରମେଶ୍ୱରକୁ। ଯଦି ଆପଣମାନେ ଉଦ୍ଧାର ପାଇବାକୁ ଚାହୁଁଅଛ, ଆପଣ ଯେତେ ସତ୍ୟ କୁହ, ଯେତେ ଦାନ ଧର୍ମ କର, ଯେତେ ଦକ୍ଷିଣା ଦିଅ, ଯାହା କର ପାଇପାରୁନାହିଁ। କେବଳ ଯିଏ ନିଷ୍ପାପୀ, ଯିଏ ପବିତ୍ର ଜନ୍ମ, ଯିଏ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପବିତ୍ର ଜୀବନ କାଟି, ସେ ପରମେଶ୍ୱରକୁ ପାଅ। ସେ ପରମେଶ୍ୱର ଯୀଶୁ ଖ୍ରୀଷ୍ଟ। ସେ ଯୀଶୁ ଖ୍ରୀଷ୍ଟ ବିଶ୍ୱାସ କରି ଜୀବନ କାଟ। ଆପଣ ଯେକୌଣସି ଜାଗାକୁ ଯାଅ, ଯେକୌଣସି ଜାଗା ଗଳି ପାଇପାରିବ ନା ଉଦ୍ଧାର, କେବଳ ପରମେଶ୍ୱରକୁ ପାଇପାରିବ। ଆଜି ଆପଣମାନଙ୍କର କେତେ ସୁବିଧା ହେଇଛି ଅନଲାଇନରେ ଶୁଣିବା ଲାଗି ପରମେଶ୍ୱରଙ୍କ ବିଷୟରେ। ଆଜି କେତେ ପରିଶ୍ରମ କରୁଛନ୍ତି ଯେଉଁମାନେ ପରମେଶ୍ୱର ବିଷୟ ନୁହେଁ, ଆପଣମାନଙ୍କର ପରିଶ୍ରମ କରିକି ଯାଉଛନ୍ତି, କହୁଛନ୍ତି ପ୍ରଭୁ ଯୀଶୁକୁ ବିଶ୍ୱାସ କର। ଏବେ ସମୟ, ତାପରେ ଯେନ୍ ସମୟ ଗୋଟେ ପାଇବନି, କିଛି ଗ୍ୟାରେଣ୍ଟି ନାହିଁ। ଏବେ ଯେଉଁ ବହୁମୂଲ୍ୟ ସମୟ, ଭାବ, ସମୟ ହେଉଛି ବହୁମୂଲ୍ୟ। ଯେଉଁ ଏଇ ସମୟ ପାଇବେ, ଏଇ ସମୟରେ ବିଶ୍ୱାସ କର ଆପଣମାନେ। ଆଉ ପଛେ ପାଇବନି, ଏଇ ସୁଯୋଗ ମୁଁ କହିପାରିବି ନାହିଁ। କିନ୍ତୁ ଯୀଶୁ ଖ୍ରୀଷ୍ଟ ଯିଏ ବିଶ୍ୱାସ, ସେ ଉଦ୍ଧାର। ଯିଏ ଯୀଶୁକୁ ବିଶ୍ୱାସ, ପଛକୁ କେବେ ହଟୁ ନାହିଁ। କ'ଣ ପାଇଁ? ଜୀବନ ପ୍ରଭୁଙ୍କ ଲାଗି ସେ ବିଶ୍ୱାସ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ଦୁଃଖ ଉଠେଇଲେ, ଆମମାନେ କଷ୍ଟ ପାଇଲେ, ଆମମାନେ ଜୀବିତ ଉଠିଛନ୍ତି। ସେ ରକ୍ତଟା ଯେନ ଉଦ୍ଧାର ପାଇଅଛନ୍। ଯୀଶୁଙ୍କ ରକ୍ତରେ ଗୋଟେ ରୋଗୀ ସୁସ୍ଥ ହେଉଛି। ଯୀଶୁଙ୍କ ରକ୍ତ ଗୋଟେ ଜଣେ ଯଦି ଶାନ୍ତି ପାଉନି ପାଉଛି, ସେ ଯୀଶୁଙ୍କ ରକ୍ତରେ ଜୀବନ ଅଛି। ସେ ଯୀଶୁଙ୍କ ଦ୍ୱାରା, ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା। ସେଥିପାଇଁ ଆଜି ଅନେକ ଫ୍ୟାମିଲି, ଅନେକ ପରିବାର, ଅନେକ ଲୋକ ପ୍ରଭୁ ଯୀଶୁକୁ ବିଶ୍ୱାସ କରି ଜୀବନ କାଟୁଅଛନ୍ତି। ଆଜି ଯୀଶୁ ଖ୍ରୀଷ୍ଟ ଛାଡ଼ିଲେ ଜଗତର କେହି ଉଦ୍ଧାର ଦେଇପାରିବେ ନାହିଁ। ଯୀଶୁ ଖ୍ରୀଷ୍ଟ ଯିଏ ବିଶ୍ୱାସ ବି, ସେ ହିଁ ଉଦ୍ଧାର ପାଉଛି, ଆଉ ସମସ୍ତେ ପାଇପାରିବ ନାହିଁ। ହଁ, ମୋର ପୁଅ ତ ବିଶ୍ୱାସ କଲା କି, ମୋର ବୋହୂ ବିଶ୍ୱାସ କଲା କି, ମୋର ବାପା ବିଶ୍ୱାସ, ସମସ୍ତେ ଉଦ୍ଧାର ନାଇଁ। କାରଣ ନିଜେ ତ୍ରାଣ କଥା ବିଶ୍ୱାସ କରିବାର ଅଛି, ତାପରେ ଯାଇକି ଉଦ୍ଧାର ପାଇବ। এই ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ ପ୍ରାର୍ଥନା କରି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ ବାପା, ତୁମେ ମହାନ ପରମେଶ୍ୱର। এই বাক্য মাঝে অনেক লোক প্রভু পরিবর্তন করো বাপা প্রভু। এই বাক্য নিজ হৃদয় বিশ্বাস করি বাপা প্রভু। তুমি পরমেশ্বর অদ্বিতীয় পুত্র দান কল, যাহাকি প্রভু সমস্ত বিশ্বাস উদ্ধার পাই। ধন্যবাদ যীশু প্রভু, তুমি মহান পরমেশ্বর। এই বাক্য অনেক লোক উদ্ধার পাই। ধন্যবাদ যীশু প্রভু। প্রার্থনা শুনি যত ছোট প্রার্থনা প্রভু প্রিয় যীশু মাগুছি, আমেন। এই বাক্য সমস্ত সেয়ার করব, যাই ବହୁତ ଲୋକ ଉଦ୍ଧାର ପାଇବାର ଅଛି।
କ'ଣ ବୁଝିଲ ତାପରେ କମେଣ୍ଟ ବି କର, ଅନ୍ୟମାନେ ସେୟାର କର, ଯେମିତି ଉଦ୍ଧାର ପାରେ ଅନେକ ଲୋକ ରାସ୍ତା ପାଏ ନାହିଁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ନମସ୍କାର।